ଗତକାଲି କେନ୍ଦ୍ର ସରକାର ତାଙ୍କର ୟୁନିୟନ କ୍ୟାବିନେଟ୍ରେ 13,000 କୋଟି ଟଙ୍କା ଦେଇଛନ୍ତି, ସାଂକ୍ସନ କରିଛନ୍ତି ଜୟପୁର ମେଟ୍ରୋ ଫେଜ୍ 2 ପାଇଁ, ଯାହାକି ରାଜସ୍ଥାନରେ ଅଛି। ଏବଂ ଏଥିପାଇଁ କେନ୍ଦ୍ର ସରକାର ତାର ଅଧା ଭାଗ ପାଖାପାଖି 6,500 କୋଟି ଟଙ୍କା ସେମାନେ ବହନ କରିବେ ଏସ୍ପିଭି ମାଧ୍ୟମରେ ଏବଂ ରାଜସ୍ଥାନର ସରକାର 6,500 କୋଟି କରିବେ। ଭଲ କଥା, ସୁନ୍ଦର କଥା, ଏଥିରେ କିଛି ଖରାପ ନାହିଁ। କିନ୍ତୁ ଅପରପକ୍ଷରେ ଓଡ଼ିଶାର ଯେଉଁ ମେଟ୍ରୋ ପ୍ରୋଜେକ୍ଟ ରହିଛି, ଯାହାକି ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପୁରୀର ଯେଉଁ ପ୍ରୋଜେକ୍ଟ ଥିଲା, ଯାହା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଆମର ନେତା ଶ୍ରୀ ନବୀନ ପଟ୍ଟନାୟକ ମହୋଦୟ ଚିନ୍ତା କରିଥିଲେ, କାର୍ଯ୍ୟ ଆରମ୍ଭ କରିଥିଲେ, ତାର ଟୋଟାଲ ଖର୍ଚ୍ଚ ଥିଲା ସେତେବେଳେ 2024ରେ 6,255 କୋଟି। ଯଦି ଜୟପୁରର ଯେଉଁ ମଡେଲ ଅଛି, ଜୟପୁରର ମେଟ୍ରୋ ମଡେଲ ଅଛି, ସେଟାକୁ ଧରି ଦିଆଯାଏ କି କେନ୍ଦ୍ର ସରକାର ଅଧା ଏବଂ ରାଜ୍ୟ ସରକାର ଅଧା ବହନ କରିବେ, ତେବେ ହାରାହାରି 3,000 କୋଟି ଟଙ୍କା କେନ୍ଦ୍ର ସରକାର ଏବଂ 3,000 କୋଟି ଟଙ୍କା ରାଜ୍ୟ ସରକାର ବହନ କରିବେ। ଯଦି ଜୟପୁରରେ ରାଜସ୍ଥାନରେ ମେଟ୍ରୋ ପାଇଁ କେନ୍ଦ୍ର ସରକାର 6,500 କୋଟି ଟଙ୍କା ଖର୍ଚ୍ଚ କରିପାରୁଛନ୍ତି ନିଜ ଆଡୁ, ତାହେଲେ ଏଇଠି ଓଡ଼ିଶାରେ ଯୋଉଠି ଡବଲ ଇଞ୍ଜିନ ସରକାର ଅଛି, ସେ ଜାଗାରେ 3,000 କୋଟି ଟଙ୍କା ଖର୍ଚ୍ଚ କରିବାର କ'ଣ ଅସୁବିଧା ଅଛି? ଏଥିପାଇଁ ବଡ଼ ପ୍ରଶ୍ନ ହେଉଛି, ଯେଉଁ ରାଜ୍ୟ ଓଡ଼ିଶା କେନ୍ଦ୍ର ସରକାରଙ୍କୁ, ଭାରତୀୟ ଜନତା ପାର୍ଟିକୁ 21 ମଧ୍ୟରୁ 20 ଲୋକସଭା ସାଂସଦ ଦେଲେ, 220 ସାଂସଦ ଜାଗାରେ 240 ସାଂସଦ ହେଲା କେନ୍ଦ୍ର ସରକାରଙ୍କର, ଏନ୍ଡିଏ ସରକାରଙ୍କର, ସେଇ ଜାଗାରେ ଯଦି ରାଜସ୍ଥାନକୁ 6,500 କୋଟି ଟଙ୍କା କେନ୍ଦ୍ର ସରକାର ଦଉଛନ୍ତି ମେଟ୍ରୋ ପାଇଁ, ତାହେଲେ ଓଡ଼ିଶାକୁ 3,000 କୋଟି ଟଙ୍କା ଦେବାର ଅସୁବିଧା କୋଉଠି ରହୁଛି?